ଅଧ୍ୟାୟ କର୍ମଯୋଗ ଶ୍ଲୋକ ସଂଖ୍ୟା 28। ତପୋବିତୁ ମହାବାହୋ ଗୁଣ କର୍ମ ବିଭାଗୟୋ ଗୁଣାଗୁଣେଷୁ ବର୍ତ୍ତନ୍ତ ইতি মত্ত্বা ন সজ্জতে। অতঃ হে মহাবাহু, যে তত্ত্বদর্শী অর্থাৎ যে ভগবানଙ୍କ সম্বন্ধে জ্ঞাନ অর্ଜନ କରିଛି, ସେ ଇନ୍ଦ୍ରିୟ ତୃପ୍ତି ନିମିତ୍ତ କର୍ମ କରେ ନାହିଁ। ସକାମ କର୍ମ ଓ ନିଷ୍କାମ କର୍ମ, ଭଗବାନଙ୍କ ସେବା ନିମିତ୍ତ କର୍ମ ବା ଭକ୍ତି ଯୋଗ କରଣୀୟ କର୍ମ ମଧ୍ୟରେ କି ପାର୍ଥକ୍ୟ ଅଛି, ତାହା ସେ ଭଲ ଭାବରେ ଜାଣିଥାଏ। ତେଣୁ ସେ ଇନ୍ଦ୍ରିୟ ତୃପ୍ତି ଜନିତ କର୍ମରେ ନିଯୁକ୍ତ ହୁଏ ନାହିଁ। ଭାବାର୍ଥ, ଯେ ତତ୍ତ୍ୱଦର୍ଶୀ ଜ୍ଞାନୀ ସେ ଭୌତିକ ସ୍ଥିତିରେ ବି ଅସୁବିଧାଜନକ ପରିସ୍ଥିତିରେ ଅଛି, ତାହା ସେ ଭଲ ଭାବରେ ଜାଣିଛି। ସେ ଏକଥା ମଧ୍ୟ ଭଲ ଭାବରେ ଜାଣିଛି ଯେ ସେ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ଅଂଶବିଶେଷ ଅଟେ ଏବଂ ଭୌତିକ ସ୍ଥିତିରେ ଅବସ୍ଥାନ କରିବା ତା ପକ୍ଷରେ ଉଚିତ ନୁହେଁ। ସେ ସତ୍ ଚିତ୍ ଆନନ୍ଦମୟ ଭଗବାନଙ୍କର ଅଂଶବିଶେଷ। ଏହା ହେଉଛି ତାର ସ୍ୱରୂପ ସ୍ଥିତି। ସେ ଏହା ଜାଣିଛି। ପୁନଶ୍ଚ ଏହା ମଧ୍ୟ ସେ ଅନୁଭବ କରିପାରେ ଯେକୌଣସି କାରଣରୁ ସେ ଭୌତିକ ବନ୍ଧନରେ ପଡ଼ିଯାଇଛି। ପୂର୍ବରୁ କୁହାଗଲା ଯେ ସତ୍ ଚିତ୍ ଆନନ୍ଦମୟ ଭଗବାନଙ୍କର ଅଂଶବିଶେଷ ଅଟେ। ତେଣୁ ଶୁଦ୍ଧ ସ୍ତରରେ ତାର ଅବସ୍ଥାନ, ଅତଏବ ତାର ସମସ୍ତ କର୍ମ ପରମ ପୁରୁଷ ଭଗବାନ ଶ୍ରୀକୃଷ୍ଣଙ୍କର ସେବା ବା ପ୍ରୀତ୍ୟାର୍ଥେ ବିନିଯୁକ୍ତ ହେବା ଉଚିତ। ତେଣୁ ସେ କୃଷ୍ଣ ଚେତନାରେ କର୍ମ କରେ ବା କୃଷ୍ଣ କର୍ମରେ ନିଯୁକ୍ତ ହୁଏ ଏବଂ ସ୍ୱଭାବତଃ ସେ ଇନ୍ଦ୍ରିୟ ତୃପ୍ତି ଜନିତ ଭୌତିକ କର୍ମ ପ୍ରତି ଆସକ୍ତ ହୁଏ ନାହିଁ। ଭୌତିକ କର୍ମଗୁଡ଼ିକ ଭୂତ ପ୍ରକୃତି ଦ୍ୱାରା ପ୍ରଭାବିତ ଏବଂ କ୍ଷଣସ୍ଥାୟୀ। ସେ କଥା ଜାଣେ ଯେ ତାହାର ଭୌତିକ ଜୀବନ ଭଗବାନଙ୍କର ପରମ ନିୟନ୍ତ୍ରଣାଧୀନ ଅଟେ। ଫଳତଃ ଯେକୌଣସି ପ୍ରକାର ଭୌତିକ ପ୍ରତିକ୍ରିୟାରେ ବିଚଳିତ ହୁଏ ନାହିଁ। ଭୌତିକ ପ୍ରତିକ୍ରିୟାଗୁଡ଼ିକ ସେ ଭଗବାନଙ୍କ କୃପା ବୋଲି ଭାବେ। ଶ୍ରୀମଦ୍ ଭାଗବତମର ବାଣୀ ଅନୁଯାୟୀ ତତ୍ତ୍ୱବିତ୍ ଭଗବାନଙ୍କ ସମ୍ବନ୍ଧରେ ପୂର୍ଣ୍ଣ ଜ୍ଞାନ ଅର୍ଜନ କରିଥାଏ। ସେ ଭଗବାନଙ୍କର ତିନୋଟି ପ୍ରତୀକ ଅର୍ଥାତ୍ ବ୍ରହ୍ମ, ପରମାତ୍ମା ଓ ପରମ ପୁରୁଷ ଭଗବାନଙ୍କ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରିଥାଏ। ଯାହାର ଏ ପ୍ରକାର ଜ୍ଞାନ ଥାଏ ସେ ହେଉଛି ତତ୍ତ୍ୱବିତ୍। ପୁନଶ୍ଚ ପରମେଶ୍ୱରଙ୍କ ସହ କି ପ୍ରକାର ସମ୍ବନ୍ଧରେ ସେ ସମ୍ବନ୍ଧିତ ସେ କଥା ମଧ୍ୟ ସେ ଜାଣିଥାଏ। ହରି ଓମ୍ ତତ୍ ସତ୍।